ଜୟ ଜଗନ୍ନାଥ ସମସ୍ତଙ୍କୁ ସ୍ୱାଗତ କରୁଛି ଆପଣଙ୍କ ଏକ ନୂଆ ଏକ ଭିଡ଼ିଓରେ। ସରି କ୍ଷମା କରିବେ, ଟିକେ ଥଣ୍ଡା ହେଇଯାଇଛି ତ ଗଳାଟା ବସିଯାଇଛି। ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଯେତେ ଜଣ ବି ଆମର କମ୍ପିଟେଟିଭ୍ ପାଇଁ ପ୍ରିପେୟାର ହେଉଥିଲେ, ଇଚ୍ଛୁକ ଥିଲେ ଯେ ନିଜ ଡିଷ୍ଟ୍ରିକ୍ଟରେ ନିଜ କୋର୍ଟରେ ଜବ୍ କରିବେ, ସେମାନଙ୍କ ପାଇଁ ବହୁତ ବମ୍ପର ଅଫର୍ ଆସିଯାଇଛି। ବହୁତ ଗୁଡ଼ାଏ ଡିଷ୍ଟ୍ରିକ୍ଟରେ ନିଜ କୋର୍ଟରେ କ୍ଲର୍କ ପୋଷ୍ଟ, ଟାଇପିଂ ପୋଷ୍ଟ, ଷ୍ଟେନୋଗ୍ରାଫର ପୋଷ୍ଟ, ଆମିନ୍ ପୋଷ୍ଟ ବାହାରି ସାରିଛି। ଆଉ ଡେରି ନକରି ଆସନ୍ତୁ ଦେଖିବା କୋଉ କୋଉ ଡିଷ୍ଟ୍ରିକ୍ଟର କୋଉ କେତେଟା ପୋଷ୍ଟ ବାହାରିଛି, ଆଉ କୋଉମାନେ ଆପ୍ଲାଏ କରିପାରିବେ। ଆଉ ଗତ ମାସେ ତଳେ ଆପଣ ଦେଖିଥିବେ ବହୁତ ଗୁଡ଼ା ଡିଷ୍ଟ୍ରିକ୍ଟର ଆସିଥିଲା, ବହୁତ ଗୁଡ଼ା ଡିଷ୍ଟ୍ରିକ୍ଟ ଆସିନଥିଲା। ଏଇଟା ଏବେ ଯୋଉଟା ଆସିଛି, ଚାରିଟା ନା ପାଞ୍ଚଟା ଡିଷ୍ଟ୍ରିକ୍ଟ ଆସିସାରିଛି। ଆଉ ଯୋଉମାନଙ୍କର ବି ଆସିନି ସେମାନେ କିଛି ବି ଟେନସନ୍ ନେବା ଦରକାର ନାହିଁ। ସେମାନଙ୍କ ଆଉ କିଛି ଦିନ ପରେ ସେମାନଙ୍କ ନୋଟିଫିକେସନ୍ ଆସିବାକୁ ଯାଉଛି। ଯଦି ବି ନିଜ ଡିଷ୍ଟ୍ରିକ୍ଟରେ ବାହାରିନି, ଆପଣ ଅଲଗା ଡିଷ୍ଟ୍ରିକ୍ଟରେ ଆପ୍ଲାଏ କରିପାରିବେ। ତ ମୋ ସଜେସନ୍ ହେଉଛି ଆପଣ ଅଲଗା ଡିଷ୍ଟ୍ରିକ୍ଟରେ ବାହାରିଛି ଆପ୍ଲାଏ କରିନିଅନ୍ତୁ, ଏକ୍ଜାମଟା ଦିଅନ୍ତୁ, ଫେସ୍ କରନ୍ତୁ, ଜାଣନ୍ତୁ ଯେ ଏକ୍ଜାମଟା କେମିତି ହେଉଛି, କେମିତି ପାଟର୍ନ ଥାଉଛି। ଆପଣ ଫେସ୍ କରିଲେ ହିଁ ପରେ ଜାଣିପାରିବେ ଯେ ହଁ ମୋର ଏଇଠି ଭୁଲ ହେଲା କି ଇଏ ହେଲା, ମୋର ହେଲାନି କ'ଣ। ତ ପ୍ରିପେୟାର ଅଛନ୍ତି ନାହାନ୍ତି ସେଇଟା ପରର କଥା। ଆପଣ ଏକ୍ଜାମଟା ଦିଅନ୍ତୁ ଆଉ ଫେସ୍ କରନ୍ତୁ ଏକ୍ଜାମଟା କେମିତି ଥାଉଛି। ଆସନ୍ତୁ ଦେଖିନେବା କୋଉ କୋଉ ଡିଷ୍ଟ୍ରିକ୍ଟର। ଆଉ ଗତ ଆଗ ଭିଡ଼ିଓରେ ଆପଣ ଦେଖିଥିବେ କେଉଁଝର ଡିଷ୍ଟ୍ରିକ୍ଟର ବାହାରିଥିଲା। କେଉଁଝର ଡିଷ୍ଟ୍ରିକ୍ଟର ପିଲାମାନେ କେଉଁଝର ଡିଷ୍ଟ୍ରିକ୍ଟରେ ପକାନ୍ତୁ, କି ଦେଓଗଡ଼ କି ବଲାଙ୍ଗୀର କି ଆଉ ଯୋଉ ବି ଡିଷ୍ଟ୍ରିକ୍ଟ ବାହାରେ ସେଇଠି ବି ପକାଇ ପାରିବେ। ଆସନ୍ତୁ ଦେଖିନେବା ନୋଟିଫିକେସନଟା କ'ଣ ଅଛି, କୋଉ ଡିଷ୍ଟ୍ରିକ୍ଟରେ ଅଛି। ପ୍ରଥମ ଅଛି ଆମ ଦେଓଗଡ଼ ଡିଷ୍ଟ୍ରିକ୍ଟର ପିଲାମାନଙ୍କ ପାଇଁ ବହୁତ ସୁବର୍ଣ୍ଣ ସୁଯୋଗ। ଯୋଉମାନେ ବି ଦେଓଗଡ଼ ଡିଷ୍ଟ୍ରିକ୍ଟରେ ଅଛନ୍ତି କମେଣ୍ଟରେ ଜଣାନ୍ତୁ। ଟୋଟାଲ ପୋଷ୍ଟ ଅଛି ଆମର 21ଟା ପୋଷ୍ଟ। ସେଇ ଭିତରୁ ଜୁନିୟର କ୍ଲର୍କ, ଟାଇପିଷ୍ଟ ଆଉ ଷ୍ଟେନୋଗ୍ରାଫର ପୋଷ୍ଟ ଅଛି। ତ ଲାଷ୍ଟ ଡେଟ୍ ହେଉଛି ଆପଣ ଦେଖିନଥିବେ 3 ଅଗଷ୍ଟ 2024। ତ ଆପଣ ଯେତେ ଶୀଘ୍ର ସୁଦ୍ଧା ପାରୁଛନ୍ତି ଆପ୍ଲାଏ କରିନିଅନ୍ତୁ। 3 ଅଗଷ୍ଟ ସୁଦ୍ଧା ଆପଣ, ଏଇଟା ଅଫଲାଇନ୍ ଆପ୍ଲିକେସନ୍ ଥାଏ, ତ 3 ଅଗଷ୍ଟ ଆପଣ ଫର୍ମଟା ଆପ୍ଲାଏ କରିନିଅନ୍ତୁ, ଆପ୍ଲାଏ କରିଦିଅନ୍ତୁ। ଆର କ୍ୱାଲିଫିକେସନଟା ଆପଣ ହେଉଛି ଆପଣ ମିନିମମ୍ ଗ୍ରାଜୁଏସନ୍ ପାସ୍ କରିଥିବାର ଅଛି। କୌଣସି ଷ୍ଟ୍ରିମ୍ ସାଇନ୍ସ, ଆର୍ଟ୍ସ, କମର୍ସ ଚଳିବ। କୌଣସି ଷ୍ଟ୍ରିମ୍ରେ ଆପଣ ଗ୍ରାଜୁଏସନ୍ ପାସ୍ କରିଥିବାର ଅଛି। ଆପଣଙ୍କ ପାଖରେ ଗୋଟେ ଭ୍ୟାଲିଡ୍ କମ୍ପ୍ୟୁଟର ଆପ୍ଲିକେସନ୍ ସାର୍ଟିଫିକେଟ୍ ଥିବାର ଅଛି। ଆଉ ଆପଣ ଓଡ଼ିଆ କହିପାରୁଥିବାର ଅଛି, ଆପଣ ଲେଖିପାରୁଥିବାର ଅଛି ଆଉ ପଢ଼ିପାରୁଥିବାର ଅଛି। ଆର ସାଲେରୀ ହେଉଛି 19,900ରୁ 81,800 ପର୍ଯ୍ୟନ୍ତ। ତ ଦେଖିନିଅନ୍ତୁ। ନୋଟିଫିକେସନ୍ ବାହାରିଥିଲା ଆମର 3 ଜୁଲାଇ 2024। ତ ଲାଷ୍ଟ ଡେଟ୍ ଆପ୍ଲିକେସନ୍ ହେଉଛି ଆମର 3 ଅଗଷ୍ଟ 2024। ତ ବହୁତ ଶୀଘ୍ର ଆପ୍ଲାଏ କରିନିଅନ୍ତୁ। ସେ ପୋଷ୍ଟର ଡିଟେଲ୍ ଦେଖନ୍ତୁ, କେଉଁ ପୋଷ୍ଟ ପାଇଁ କେତେଟି ଭ୍ୟାକେନ୍ସି ବାହାରିଛି। ଜୁନିୟର କ୍ଲର୍କର ବାହାରିଛି 13ଟି ପୋଷ୍ଟ। ତାପରେ ଜୁନିୟର ଟାଇପିଷ୍ଟର ଅଛି 3ଟି ପୋଷ୍ଟ। ଷ୍ଟେନୋଗ୍ରାଫରର ଅଛି ଆମର 5ଟି ପୋଷ୍ଟ। ଟୋଟାଲ ହେଉଛି 21ଟି ପୋଷ୍ଟ ଆପଣଙ୍କର ବାହାରିଛି। ତ ଏଇ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ, ଯେତେ ଶୀଘ୍ର ପାରୁଛନ୍ତି ଆପ୍ଲାଏ କରିଦିଅନ୍ତୁ। ଆଉ ଏଇଟା ତ ଆପଣଙ୍କୁ କହିଦେଇଛି, ମିନିମମ୍ ଏଜ୍ ଲିମିଟ୍ ଅଛି 18 ବର୍ଷ, ମ୍ୟାକ୍ସିମମ୍ ହେଉଛି ଆପଣ 22 ଇୟର୍ ହେଇଥିବାର ଅଛି। ଆଉ ଆର କୌଣସି ବି ଫର୍ମ ଫିସ୍ ନଥାଏ। ଯାହା ବି ଆପଣଙ୍କ ପୋଷ୍ଟାଲରେ ପଠାଇବେ, ସେ ଚାର୍ଜ ଲାଗିଥାଏ, ସେଟା ଆପଣ ଡିଷ୍ଟ୍ରିକ୍ଟ ଉପରେ ଡିପେଣ୍ଡ କରୁଛି, ପାଖରେ ଅଛି ନା ଦୂରରେ ଅଛି। ଆର ପ୍ରୋସେସ୍ ଅଫ୍ ସିଲେକ୍ସନ୍ 4ଟା ମୋଡ଼୍ ଥାଏ। ଫାଷ୍ଟ ହେଉଛି ଆମର ରିଟେନ୍ ଏକ୍ଜାମିନେସନ୍। ଫାଷ୍ଟ ହେବ ଆପଣଙ୍କ ରିଟେନ୍ ଏକ୍ଜାମିନେସନ୍, ତାପରେ ହେବ ଟାଇପିଂ ଟେଷ୍ଟ। ଟାଇପିଂ ଟେଷ୍ଟ ଡିଫରେଣ୍ଟ, ମାନେ ଆପଣ ଯଦି ଟାଇପିଷ୍ଟ ପାଇଁ ପକାଉଛନ୍ତି ଆପଣ ଅଲଗା ଟାଇପିଂ ଟେଷ୍ଟ, ଯଦି ଆପଣ କ୍ଲର୍କ ପାଇଁ ପକାଉଛନ୍ତି ଅଲଗା ଟେଷ୍ଟ ହେବ, ଯଦି ଆପଣ ଷ୍ଟେନୋଗ୍ରାଫର ପାଇଁ ପକାଉଛନ୍ତି ତ ଷ୍ଟେନୋଗ୍ରାଫର ଅଲଗା ଥାଏ।
ତାପରେ ଆପଣଙ୍କ କମ୍ପ୍ୟୁଟର ଟେଷ୍ଟ ହବ, ତାପରେ ଆମର ଭାଇବା ଟେଷ୍ଟ ହବ। ଅଥର ଦେଖି ନିଅନ୍ତୁ ଆପଣ, ଏଇଟା ହଉଛି ଆମର କୋଉ ଡିଷ୍ଟ୍ରିକ୍ଟର, ଦେଓଗଡ଼ ଡିଷ୍ଟ୍ରିକ୍ଟର। ଦେଓଗଡ଼ ଡିଷ୍ଟ୍ରିକ୍ଟ ପିଲାମାନେ ଭଲସେ ଦେଖିନିଅ, ତମ ଡିଷ୍ଟ୍ରିକ୍ଟର ବାହାରି ସାରିଛି, ଜଲ୍ଦି ପକେଇ ଦିଅ। ଲାଷ୍ଟ ଡେଟ୍ ଯେ ଅପେକ୍ଷା କରନି, ବହୁତ ପ୍ରୋବ୍ଲେମ ହବ। ଏଇଟା ଅଫଲାଇନ୍ ମୋଡ୍ ଥାଏ, ତ ଯଦି ବି ପହଞ୍ଚିବାରେ ପୋଷ୍ଟାଲଟା ପ୍ରୋବ୍ଲେମ ହେଇଗଲେ ଆଉ ତମର ଆପ୍ଲିକେସନଟା ରିଜେକ୍ଟ ହେଇଯିବ। 3 ତାରିଖ ସୁଦ୍ଧା ଆପଣଙ୍କ ଆପ୍ଲିକେସନଟା ଆପଣଙ୍କ ଯୋଉ ବି ମାନେ ଡିଷ୍ଟ୍ରିକ୍ଟର କୋର୍ଟର ପୋଷ୍ଟ ପାଇଁ ପକଉଛନ୍ତି ସେଇ ଡିଷ୍ଟ୍ରିକ୍ଟର କୋର୍ଟରେ ପହଞ୍ଚି ଯାଇଥିବାର ଅଛି। ଠିକ୍ ଅଛି। ଯଦି ବି କିଛି ଆପଣଙ୍କ ଡକୁମେଣ୍ଟର ପ୍ରୋବ୍ଲେମ୍ ହେଉଛି କ'ଣ, ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଏଇ ଯେ ତଳେ ଦିଆହେଇଛି ଏଇ ଲିଙ୍କରେ କ୍ଲିକ୍ କରିନେବେ। ଏଇ ଲିଙ୍କରେ କ୍ଲିକ୍ କଲେ ଆପଣଙ୍କୁ ଅଫିସିଆଲ ଆମ ଡିଷ୍ଟ୍ରିକ୍ଟ କୋର୍ଟ ଦେଓଗଡ଼ ଅଫିସିଆଲ ୱେବସାଇଟ୍ ଆପଣ ପହଞ୍ଚିଯିବେ। ଏଇଠି ପହଞ୍ଚିଗଲା ପରେ ଆପଣ ସାଇଡ଼ରେ ଦେଖୁଥିବେ, ଏଇଠି ଲେଖା ହେଇକି ଦେଖି ନିଅନ୍ତୁ, ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ ପୋଷ୍ଟଟା ଏ ସାଇଡ଼୍ ଏଣ୍ଡେଡ଼ ସାଇଡ଼୍ ଏ ସାଇଡ଼୍ ଆପଣଙ୍କୁ ପିଡ଼ିଏଫ୍ଟା ମିଳିଯିବ। ଏ ସାଇଡ଼୍ ଅଛି, କଟି ଯାଇଛି କିନ୍ତୁ ସାଇଡ଼୍ରେ ଲେଖା ହେଇଥିବ ପିଡ଼ିଏଫ୍ଟା, ଲିଙ୍କରେ କ୍ଲିକ୍ କଲେ ପିଡ଼ିଏଫ୍ରେ ପହଞ୍ଚିଯିବେ। ଏଇଟା ହେଉଛି ତାର ପିଡ଼ିଏଫ୍। ଦେଖନ୍ତୁ, ଏଇଟା ଦେଖି ନିଅନ୍ତୁ ପିଡ଼ିଏଫ୍ଟା। ତାର ଟୋଟାଲ୍ ହେଉଛି 21ଟି ପୋଷ୍ଟ। ଆପଣଙ୍କୁ ସବୁ ଡିଟେଲ୍ ଦେଇ ଦେଇଛି, ଯେଉଁଟା ଦେଇନି ସେଇଟା ଦେଖି ଦେଉଛି ଆପଣଙ୍କୁ। ଏଇଟା ହେଉଛି ଆମର ମୋଡ୍ ଅଫ୍ ଏକ୍ଜାମିନେସନ୍, ମାନେ ଯେଉଁ ଅଫଲାଇନ୍ ମୋଡ୍ ହବ ଆଉ ତାର ପେପର ପାଟର୍ନ କ'ଣ ଥିବ। ପେପର ତ ଦେଖିନେବେ, ଫାର୍ଷ୍ଟ ପେପର ହବ ଇଂଲିଶ, ସେକେଣ୍ଡ ହବ ମ୍ୟାଥମେଟିକ୍ସ, ଥାର୍ଡ ହବ ଜିକେ ଜିଏସଟା। ହେବ 2 ଆୱାର ରହିବ ଇଂଲିଶଟା, 1 ଆୱାର ମ୍ୟାଥ୍ ଆଣ୍ଡ 1 ଆୱାର ଜିକେ। ଯଦି ଆପଣ ଫାର୍ଷ୍ଟ ପାର୍ଟ 1ଟା କ୍ଲିୟର କରିବେ, ତାହେଲେ ଆପଣଙ୍କୁ ପାର୍ଟ 2 କମ୍ପ୍ୟୁଟର ପ୍ରାକ୍ଟିକାଲ ଟେଷ୍ଟରେ ଆପଣ ଡକାହବ। ସେଇ କମ୍ପ୍ୟୁଟର ପ୍ରାକ୍ଟିକାଲ ଟେଷ୍ଟ ଆପଣ ଦେବେ, ତାପରେ ଆପଣଙ୍କ ଭାଇବା ଟେଷ୍ଟ ହବ। ଲାଷ୍ଟ ତାପରେ ଆପଣଙ୍କ ଲାଷ୍ଟ ଫାଇନାଲ ମେରିଟ୍ ଲିଷ୍ଟ ବାହାରିବ, ଯୋଉ ଅନୁସାରେ ଆପଣଙ୍କୁ ପୋଷ୍ଟିଂ ଦିଆଯିବ। ଏଇଟା ହେଉଛି ଆମର ଜୁନିୟର ଟାଇପିଷ୍ଟ ପୋଷ୍ଟ ପାଇଁ। ଏଇଟା ଆମର ରହିଲା ଷ୍ଟେନୋଗ୍ରାଫର ପୋଷ୍ଟର। ଦେଖିନେବେ ପିଡ଼ିଏଫ୍ ଯାଇକି। ଆଉ ଲାଷ୍ଟ ଡେଟ୍ ତ ଆପଣଙ୍କୁ କହିଲି 3 ଅଗଷ୍ଟ, ସେଇଟା ବି ସନ୍ଧ୍ୟା 5ଟା ସୁଦ୍ଧା। ଦେଖନ୍ତୁ ସେ ଲେଖା ହେଇଛି, ଭଲସେ ଲେଖା ହେଇଛି ଯେ ଏଇ ଆଡ୍ରେସରେ ଆପଣଙ୍କ ସନ୍ଧ୍ୟା 5ଟା ସୁଦ୍ଧା ଆପଣଙ୍କ ପୋଷ୍ଟାଲଟା ପହଞ୍ଚି ଯିବାର ଅଛି। ମାନେ ଆପଣ ଯୋଉ ଡକ୍ୟୁମେଣ୍ଟ ପଠେଇଥିବେ ଆପଣଙ୍କ ଆପ୍ଲିକେସନ ପାଇଁ, ସେଇଟା ପହଞ୍ଚି ଯିବାର ଅଛି। ଯଦି ବି ଆପଣ ଦେଓଗଡ଼ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି, ସେ ପାଖାପାଖି ରହୁଛନ୍ତି, ଆପଣ ଡାଇରେକ୍ଟ ଯାଇ ସେଠି ଡ୍ରପ୍ ବକ୍ସରେ ବି ପୋଷ୍ଟ ଦେଇପାରିବେ, ପୋଷ୍ଟାଲ ନ ପଠେଇକି। ଆଉ ଦେଖି ନିଅନ୍ତୁ ଡକୁମେଣ୍ଟ କ'ଣ କ'ଣ ଦରକାର। ଡକୁମେଣ୍ଟ ହେଉଛି ଆପଣଙ୍କ 10th ସାର୍ଟିଫିକେଟ୍, ତାପରେ ଆପଣଙ୍କ +2 ସାର୍ଟିଫିକେଟ୍, ତାପରେ ଆସିବ ଆମର +3 ସାର୍ଟିଫିକେଟଟା, ଦେନ୍ ଆପଣଙ୍କ ସେଲ୍ଫ ଆଟେଷ୍ଟେଡ୍ କନଭର୍ଜନ ପରସେଣ୍ଟେଜ ସାର୍ଟିଫିକେଟ୍ ରହିବ। ହଁ, ମାନେ ଆପଣ ଦେଖନ୍ତୁ, ବିଭିନ୍ନ ୟୁନିଭର୍ସିଟିର ବିଭିନ୍ନ କନଭର୍ଜନ ସାର୍ଟିଫିକେଟ୍ ଥାଏ। ମାନେ ଏବେ ଆପଣ ଯଦି ବ୍ରହ୍ମପୁର ୟୁନିଭର୍ସିଟି ପଢୁଛନ୍ତି, ଆପଣ ବରଗଡ଼ ୟୁନିଭର୍ସିଟି ପାସ୍ ଆଉଟ୍ ହେଇଛନ୍ତି, ତାହେଲେ ଆପଣଙ୍କ ମାନେ ଯୋଉ ସିଜିପିଏ ଦିଆ ହେଇଥିବ ତାହା ପରସେଣ୍ଟେଜରେ କନଭର୍ସନ କରିବା ପାଇଁ ତାର ଡିଫରେଣ୍ଟ ମେଥଡ ଥାଏ। ଯଦି ଆପଣ ଉତ୍କଳ ୟୁନିଭର୍ସିଟି ପାସ୍ ଆଉଟ୍ ହେଇଛନ୍ତି, ତାର ଡିଫରେଣ୍ଟ ମେଥଡ ଥାଏ। ତ ଆପଣ ଯୋଉ ବି ୟୁନିଭର୍ସିଟି ପାସ୍ ଆଉଟ୍ ହେଇଛନ୍ତି, ଆପଣଙ୍କ ମାର୍କସିଟ୍ ପଛରେ ଲେଖା ହେଇଥିବ ଯେ ଆପଣ କେମିତି ଆପଣଙ୍କର ସିଜିପିଏରୁ ଆପଣ କେମିତି ପରସେଣ୍ଟେଜ କନଭର୍ସନ କରିବେ। ତ ସେଇଟା ଆପଣ ଜେରକ୍ସ କାଢିକି ସେଇ ଯୋଉ ଆପଣ ଡକୁମେଣ୍ଟ ଲିଷ୍ଟ, ମାନେ ଫାଷ୍ଟ ଯୋଉ 10th 12th +3, ତା ପଛରେ ଆପଣ ଏଇ ଯୋଉ କନଭର୍ସନ ସାର୍ଟିଫିକେଟ ଆଟାଚ କରିବେ। ତାପରେ ଆପଣ କମ୍ପ୍ୟୁଟର ସାର୍ଟିଫିକେଟ ଆଟାଚ କରିବେ। ଯଦି ଆପଣ ବିସିଏ କରୁଛନ୍ତି, ଏମସିଏ କରୁଛନ୍ତି, ବିଟେକ୍ କରୁଛନ୍ତି, ଆପଣଙ୍କୁ କୌଣସି ବି କମ୍ପ୍ୟୁଟର ସାର୍ଟିଫିକେଟ ଦେବା ଜରୁରୀ ନାହିଁ। ବୁଝିଲେ। ତାପରେ ଆପଣ ଯଦି ଜୁନିୟର ଟାଇପିଷ୍ଟ ପାଇଁ ଆପ୍ଲାଏ କରିବେ, ତ ଆପଣଙ୍କୁ ଟାଇପ ରାଇଟିଂ କୋର୍ସ ସାର୍ଟିଫିକେଟ ଥିବାର ଅଛି। ବୁଝିଲେ। ଯଦି ପକଉଛନ୍ତି ଜୁନିୟର ଟାଇପିଷ୍ଟ ପାଇଁ, ଆପଣ ଗୋଟେ ଜେରକ୍ସ କପି କରିବେ ଜୁନିୟର ଯେ ଆପଣ ଟାଇପ ରାଇଟିଂ କୋର୍ସର କୋଉଠି ରେକଗ୍ନାଇଜ ଇନଷ୍ଟିଟ୍ୟୁଟ କରିଛନ୍ତି ଆଉ ତା ଭ୍ୟାଲିଡ, ଆଉ ତାକୁ ଆପଣ ଜେରକ୍ସ କରିକି ଆଟାଚ କରି ପଠେଇବେ। ଯଦି ଆପଣ ଷ୍ଟେନୋଗ୍ରାଫର ପାଇଁ ପକଉଛନ୍ତି,
ତାହେଲେ ଆପଣଙ୍କ ପାଖେ ଷ୍ଟେନୋଗ୍ରାଫି କମ୍ପ୍ଲିସନର ସାର୍ଟିଫିକେଟ ଥିବାର ଅଛି। ତାପରେ ଆସିବା ଆମେ ଦେଖନ୍ତୁ ଡକୁମେଣ୍ଟ କାଷ୍ଟ ସାର୍ଟିଫିକେଟ। ଆପଣ କୋଉ କାଷ୍ଟ ବିଲଙ୍ଗ କରୁଛନ୍ତି ସେଇଟା ଆପଣ କାଷ୍ଟ ସାର୍ଟିଫିକେଟ ଦେବେ। ଆଉ କାଷ୍ଟ ସାର୍ଟିଫିକେଟ ଯୋଉଟା ବି ଦେବେ ତାହା ଏବେ ରିସେଣ୍ଟ ଟୁ ଇୟର ଭିତରେ ଥିଲେ ଭଲ ଥିବ। 2 to 3 ଇୟର ତାଠୁ ପୁରୁଣା ଅଛି ଯଦି ଆପଣ ନୂଆ ଆପ୍ଲାଏ କରିନିଅନ୍ତୁ। ଏବେ ବି ଟାଇମ୍ ଅଛି 10 ଦିନରୁ 15 ଦିନ ଅଛି। 10 ଦିନ 15 ଦିନ ଭିତରେ ଆପ୍ଲାଏ କରିନିଅନ୍ତୁ। 10 ଦିନ 15 ଦିନ ଭିତରେ ସାର୍ଟିଫିକେଟଟା ପଳେଇ ଆସିବ। ଯଦି ବି ଲେଟ୍ କରୁଛନ୍ତି ଆପଣଙ୍କ ନିଜ ପଞ୍ଚାୟତରେ ଯାଇକି କଥା ହେଇଯିବେ ଆପଣଙ୍କ ଅଫିସର ସହିତ ଜଲ୍ଦି ଟିକେ କହିବେ ଆପ୍ଲାଏ ମାନେ ଇସ୍ୟୁ କରିଦିଅନ୍ତୁ। ସେ ଇସ୍ୟୁ କରିଦେବେ ଆଣିକି ତାହାକୁ ଜେରକ୍ସ କରି ପଠେଇଦେବେ। ମେନ୍ ରହିଲା ଆପଣଙ୍କୁ ଦୁଇଟି ଅରିଜିନାଲ କ୍ୟାରେକ୍ଟର ସାର୍ଟିଫିକେଟ ଦେବାକୁ ପଡ଼ିବ। ଆପଣଙ୍କ କ୍ୟାରେକ୍ଟର ସାର୍ଟିଫିକେଟ ଆପଣ ନିଜ ଯୋଉଠି ଆପଣ ପରମାନେଣ୍ଟ ରେସିଡେଣ୍ଟ ଅଛନ୍ତି ସେଇଠିର ଆପଣ ଗେଜେଟେଡ୍ ଅଫିସର ବା ମେଜିକାଲ ପ୍ରାକ୍ଟିସନର ବା ସରପଞ୍ଚ ଯିଏ ବି ଅଛନ୍ତି ସେଇ ତମର ଯୋଉ କ୍ୟାରେକ୍ଟର ସାର୍ଟିଫିକେଟ ସିଗ୍ନେଚର କରିବେ ଆଉ ତାଙ୍କର ଷ୍ଟାମ୍ପଟା ସେଠି ଲଗେଇକି ତମେ ତାକୁ ଅରିଜିନାଲ ଦବ ଜେରକ୍ସ ଦବନି ତାର ଅରିଜିନାଲ କପି ଆପଣଙ୍କୁ ଦେବାକୁ ପଡ଼ିବ। ତାପରେ ଆପଣଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସାର୍ଟିଫିକେଟ ଥିବ ତ ତାର ରେଜିଷ୍ଟ୍ରେସନ କାର୍ଡଟା ଜେରକ୍ସ କରିବେ। ତାପରେ ଏଇଟା ହଉଛି ଡିସେବିଲିଟି ଅଛି ତ ଡିସେବିଲିଟି ସାର୍ଟିଫିକେଟ, ଯଦି ମେରିଟ୍ ଅଛନ୍ତି ମେରିଟ୍ ଡିକ୍ଲେରେସନଟା ଦେବେ, ଯଦି ସ୍ପୋର୍ଟସ ପର୍ସନ ସାର୍ଟିଫିକେଟ ଦେବେ। ଆଉ ରହିଲା ତମର 4ଟି ସେଲ୍ଫ ସାଇନ୍ ଫଟୋଗ୍ରାଫ ଦେବାକୁ ପଡ଼ିବ। ମାନେ ଆପଣଙ୍କ 4ଟି ଫଟୋଗ୍ରାଫ ରହିବ ଏମିତି ତାର ଏଇ ଯୋଉ ତଳ ଲାଇନରେ ଆପଣଙ୍କୁ ସିଗ୍ନେଚର ରହିବ ବୋଲି ଲେଖା ହେଇ ଦେଖନ୍ତୁ ଲୋୟର ପୋର୍ସନ ଅଫ ଦ ଫ୍ରଣ୍ଟ ସାଇଡ୍ ମାନେ ଏଇଠି ଫଟୋ ଯଦି ଆପଣଙ୍କର ଏଇଟା ଯଦି ଆପଣଙ୍କ ଫଟୋଟା ରହିଲା ତ ଆର ଏଇଠି ଆପଣଙ୍କ ନାଁ ଲେଖିବେ ସିଗ୍ନେଚର ମାରିବେ। ଏଇଟା 4ଟି ଫଟୋ ହେଲା ଦେଖିନିଅନ୍ତୁ ଭଲସେ 4ଟି ଫଟୋ। ଆଉ 2ଟି ସେଲ୍ଫ ଆଡ୍ରେସ ଷ୍ଟାମ୍ପ ମାନେ ଆପଣ ଦେଖନ୍ତୁ ଯଦି କୌଣସି ପୋଷ୍ଟାଲ ଆସେ ଆପଣ କଣ ଫାଷ୍ଟ ସେଣ୍ଡର୍ସ ଆଡ୍ରେସ ଆଉ ରିସିଭର ଆଡ୍ରେସ ଥାଏ। ଯୋଉଠି ଏଇଠି ମନେକର ଆପଣ ହচ্ছে ରିସିଭର ଆଡ୍ରେସ ଦେଖେଇ ଦଉଛି ଆପଣଙ୍କୁ ଏଇଟା ଗୋଟେ ରହିଛି ଏନଭେଲପଟା ଆପଣ ପୋଷ୍ଟାଲ ପଠଉଛନ୍ତି ତ ଏଇଠି ରହୁଛି ଆପଣଙ୍କ କଣ ସେଣ୍ଡର୍ସ ଆଡ୍ରେସ, ଏଇଠି ରହିବ ଆପଣଙ୍କ ଏଇଟା ସେଣ୍ଡର୍ସ ଆଡ୍ରେସ, ଏଇଟା ରହିବ ଆପଣଙ୍କ ରିସିଭର୍ସ ଆଡ୍ରେସ। ତ ଆପଣ କଣ କରିବେ ଦିଟା ଏମିତିଟା ମାନେ ଆପଣଙ୍କ ଯୋଉଠି ବି ଡକୁମେଣ୍ଟ ଆଟାଚ କରୁ ଯୋଉ ବି ମାନେ ଏଇଠି ଯୋଉ ଡକୁମେଣ୍ଟ ଆଟାଚ କରିବେ ସେଇଠି ଆପଣ ଦିଟା ଏନଭେଲପ ଆଟାଚ କରିବେ ଆହୁରି এই ଦିଟା ଏନଭେଲପରେ ଆପଣଙ୍କ ଥିବ କଣ ଏଇଠି ଖାଲି ଓନ୍ଲି ଆପଣଙ୍କର ରିସିଭର ଆଡ୍ରେସଟା ଥିବ। ଆପଣ କୋଉଠି ଆସୁଛି ସେଇଟା ଲେଖିବେନି ଖାଲି ଆପଣ ନିଜ ଆଡ୍ରେସଟା ଲେଖିବେ ଆଉ ଏଠି 60 ଟଙ୍କାର ଏଇଠି ଗୋଟେ 60 ଟଙ୍କା ଷ୍ଟାମ୍ପ ଏଇଠି ଗୋଟେ 60 ଟଙ୍କା ଷ୍ଟାମ୍ପ ଲଗେଇବେ। ଏଇ ଏଇ ଦିଟା ଏନଭେଲପକୁ ଆପଣ ଏଇ ଯୋଉ ଡକୁମେଣ୍ଟ ଆପଣଙ୍କୁ କହିଲି ମୁଁ ଏଇ ଯୋଉ ଡକୁମେଣ୍ଟ ମାନେ ଅଛି ଏଇ ଯୋଉ ଫଟୋ ଏଇ ଡକୁମେଣ୍ଟ ଏଇଟା ଡକୁମେଣ୍ଟ ଯୋଉ ବି ଡକୁମେଣ୍ଟ ଆପଣଙ୍କର ଅଛି ଆଉ ଦେଉଛନ୍ତି ସେ ତା ସହିତ ଆପଣ ଷ୍ଟେପଲିଂ କରିବେ। ଷ୍ଟେପଲିଂ କରିକି ଏଇଟାକୁ ଏଇ ଭିତରେ ରଖିକି ତାକୁ ପୋଷ୍ଟାଲରେ ପଠେଇବେ। ବୁଝିଲେ? ଆଉ ଆପଣଙ୍କ ଫର୍ମଟା ହଉଛି ଏଇଟା ଦେଖିନିଅନ୍ତୁ ଡାଉନଲୋଡ୍ କରିନେବେ ଅଫିସିଆଲ ୱେବସାଇଟ୍ ଯାଇକିନା ନାଁ ଗାଁ ଲେଖିବେ। ମେନ୍ ଇମ୍ପୋର୍ଟାଣ୍ଟ ହଉଛି ଏଇଟା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସାର୍ଟିଫିକେଟ ନମ୍ବରଟା ରହିବ। ଦେଖିଲେ ଆପଣଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସାର୍ଟିଫିକେଟ ଆପଣଙ୍କୁ ଯୋଉ ଟିକେ ଆଗରେ କହିଥିଲି ଯେ ଆପଣଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସାର୍ଟିଫିକେଟ ଆପଣଙ୍କ ଜେରକ୍ସ ଦେବେ ତା ସହିତ ଏଇଠି ନମ୍ବର ବି ଲେଖିବେ। ତାପରେ ଆପଣଙ୍କ ଦିଟା କ୍ୟାରେକ୍ଟର ସାର୍ଟିଫିକେଟ ଯୋଉଟା ବି ଗେଜେଟେଡ ଅଫିସର ଆପଣ ଆଣିଥିବେ ଏଇଠି ତାଙ୍କ ନାଁ ପ୍ଲସ୍ ଏଇଠି ତାଙ୍କର ଡେଜିଗ୍ନେସନ ସେ କଣ ଅଛନ୍ତି ତାପରେ ଏଇଠି ଆଉ ଜଣଙ୍କର ନାଁ ଆଉ ଜଣଙ୍କର ଡେଜିଗ୍ନେସନ ଏତିକି ଲେଖିବେ ତାକୁ ପୋଷ୍ଟାଲ ଏନଭେଲପ ଭିତରେ ପୁରେଇବେ ତାକୁ ଆପଣ ପୋଷ୍ଟାଲରେ ପଠେଇବେ ହେଲା ଏଇଠି ଆପଣ ସିଗ୍ନେଚରଟା ରହିବ ଆଉ ଯାହା ବି ଡେଟ୍ ଆପଣଙ୍କ ଥିଲା ଏଠି ପ୍ଲେସ୍ ଲେଖିବେ ଏଠି ଡେଟ୍ ଯୋଉ ଦିନ ବି ଆପଣ ପଠେଇଛନ୍ତି ତାର ଡେଟ୍ଟା ରହିବ। ତ ଚାଲନ୍ତୁ ରିଟର୍ନ ଯିବା ଆମର ଆଉ କୋଉ ଡିଷ୍ଟ୍ରିକ୍ଟର ଅଛି ଦେଖିନେବା। ଏଇଟା ତ ସରିଲା ଆମର ଦେଓଗଡ଼ ଡିଷ୍ଟ୍ରିକ୍ଟର। ଏବେ ନେକ୍ସଟ ଅଛି ଆମର ବଲାଙ୍ଗୀର ଡିଷ୍ଟ୍ରିକ୍ଟର। ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଟୋଟାଲ ଅଛି 6ଟି ପୋଷ୍ଟ ଆଉ ଲାଷ୍ଟ ଡେଟ୍ ଆର ବହୁତ
କମ ଦିନ ଅଛି, ମାନେ 25 ଜୁଲାଇ। ଆଜି ହେଲାଣି 13 ତାରିଖ। ଆଜି ହଉଛି 13 ତାରିଖ, আর ଲାଷ୍ଟ ଡେଟ୍ ଅଛି 25 ତାରିଖ। ତ ଯୋଉମାନେ ବି, ଆଉ ଗୋଟେ ଜିନିଷ, ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ଯୋଉ ବି ପୋଷ୍ଟ ବାହାରିଛି, ଓନ୍ଲି ଯୋଉମାନେ 5 ଇୟରର ଗ୍ରୁପ ଡି ର କୋର୍ସ ସର୍ଭିସ କରିଛନ୍ତି, ମାନେ 5 ବର୍ଷ ହେଲାଣି ଗ୍ରୁପ ଡି ସର୍ଭିସରେ ଅଛନ୍ତି, ସେମାନେ ହିଁ ଆପ୍ଲାଏ କରିପାରିବେ। ଫ୍ରେଶର୍ସ ଆପ୍ଲାଏ କରିପାରିବେ ନାହିଁ। ତ ଦେଖି ନିଅନ୍ତୁ, ଫ୍ରେଶର୍ସ ଭୁଲରେ ବି ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଆପ୍ଲାଏ କରନି। ଯୋଉମାନେ 5 ବର୍ଷ ରେଗୁଲାର ଗ୍ରୁପ ଡି ଏମ୍ପ୍ଲୟ ଅଛନ୍ତି, ସେମାନେ ହିଁ ଆପ୍ଲାଏ କର। ଆଉ ସେମାନେ ଜାଣିଥିବେ, ତ ମୁଁ ସେମାନଙ୍କୁ PDF ଲିଙ୍କଟା ଦେଇ ଦଉଛି, ସେମାନେ ପଢିକି ଆପ୍ଲାଏ କରିନେବେ। ଏଇଟା ରହିଲା ତାର ଲିଙ୍କଟା। ଏଠି ଆପଣ କ୍ଲିକ୍ କଲେ ଅଫିସିଆଲ ୱେବସାଇଟ୍ ପହଞ୍ଚିଯିବେ। ସେଠୁ ଆପଣ ତ ଜବ୍ କରୁଛନ୍ତି, ଆପଣ ଜାଣିଥିବେ କଣ କଣ ଦେବାକୁ ପଡିଥିଲା, ସେଇ ସେମ୍ ପଠେଇବେ ଡକୁମେଣ୍ଟ ଗୁଡାକ। ହେଇଗଲା। ନେକ୍ସଟ ଆମର କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ। କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ହସ୍ପିଟାଲ ଅଛି 19ଟା ଭେକେନ୍ସି, ଆଉ ସେଇଠି ଅଛି ଆମର କ୍ଲର୍କ ପୋଷ୍ଟ, ଷ୍ଟେନୋଗ୍ରାଫର ପୋଷ୍ଟ, ଜୁନିୟର ଟାଇପିଷ୍ଟ ଓ ଏମିନ୍ ପୋଷ୍ଟ ବି ଅଛି। ବୁଝିଲେ, ଆର ଲାଷ୍ଟ ଡେଟ୍ ଅଛି 3 ଅଗଷ୍ଟ। ତାର ଡେଟ୍ ସେଇ ଆମର ଦେଓଗଡ଼ ଯେତିକି ଥିଲା ସେମିତି ଅଛି, କେନ୍ଦ୍ରାପଡ଼ାର ବି। ଆର ତ ଗ୍ରାଜୁଏସନ, ମିନିମମ୍ ଗ୍ରାଜୁଏସନ ପାସ୍ କରିଥିବେ ଆପଣ, କମ୍ପ୍ୟୁଟର ସାର୍ଟିଫିକେଟ ଥିବ ଆପଣଙ୍କ ପାଖରେ। ତାପରେ ଆପଣ ଯଦି ବି ଆମିନ୍ ପୋଷ୍ଟ ପାଇଁ ଆପ୍ଲାଏ କରୁଛନ୍ତି, ଏଠି ଯୋଉ ଆମିନ୍ ପୋଷ୍ଟ ଲେଖା ହେଇଛି, ଯଦି ବି ଆପଣ ଏମିନ୍ ପୋଷ୍ଟ ପାଇଁ ଆପ୍ଲାଏ କରୁଛନ୍ତି, ତ ଆପଣଙ୍କ ପାଖରେ ଏମିନ୍ ପୋଷ୍ଟର ଟ୍ରେନିଂ ସାର୍ଟିଫିକେଟଟା ରହିଥିବାର ଅଛି। ବୁଝିଲେ, ଯଦି ଏମିନ୍ ପୋଷ୍ଟ ପାଇଁ ଆପ୍ଲାଏ କରୁନାହାନ୍ତି, ତ ଆପଣଙ୍କୁ ଏମିନ୍ ପୋଷ୍ଟ ସାର୍ଟିଫିକେଟ ଦରକାର ନାହିଁ। আর ସ୍ୟାଲେରୀ ତ ଏଠି ସେଇ ସେମ୍ ରହିବ, ଯୋଉ ଦେଓଗଡ଼ ଯେମିତି ଥିଲା ସେମ୍ ସେମିତି। ଆର ଡେଟ୍ ହେଲାଣି 30 ତାରିଖରେ ବାହାରିଲାଣି, ଲାଷ୍ଟ ଡେଟ୍ ଅଛି 30 ଅଗଷ୍ଟ। ଆପଣଙ୍କ ଏଜ୍ ଯୋଉ ଏଇଠି ଲେଖା ହେଇଛି, ଆପଣ ଭାବୁଥିବେ ଏଜ୍ ଅନ୍ କଣ ଲେଖା ହେଇଛି, ମାନେ ଆପଣଙ୍କ 1 ମେ 2024 ସୁଦ୍ଧା 18 ବର୍ଷ ହେଇଯାଇଥିବାର ଅଛି। ବୁଝିଲେ, ଏଇଠି ଲେଖା ହେଇଛି ଦେଖନ୍ତୁ, ମିନିମମ୍ ଏଜ୍ 18 ଇୟର। ଆପଣଙ୍କ 18 ଇୟର କମ୍ପ୍ଲିଟ୍ ହେଇ, ମାନେ ପୁରିକି 19 ଇୟର ଷ୍ଟାର୍ଟ ହେଇଯାଇଥିବ ଯେମିତି। ଆଉ ମ୍ୟାକ୍ସିମମ୍ ହଉଛି 42 ଇୟର। ଦେଖନ୍ତୁ କୋଉଠି କେତେଟା ପୋଷ୍ଟ ଅଛି, ମାନେ ଜୁନିୟର କ୍ଲର୍କ କେତେଟା ପୋଷ୍ଟ ଅଛି, 10ଟି ପୋଷ୍ଟ। ଷ୍ଟେନୋଗ୍ରାଫର ଅଛି ଆମର କେତେ, 3ଟି ପୋଷ୍ଟ। ଜୁନିୟର ଟାଇପିଷ୍ଟ ଅଛି ଆମର 5ଟି ପୋଷ୍ଟ। ସେଲାରାଇଜ୍ ଏମିନ୍ ର ଅଛି ଆମର ଗୋଟିଏ ପୋଷ୍ଟ। ଯୋଉମାନେ ବି ଆରଆଇ ପାଇଁ ପକେଇଥିଲେ, ସେମାନଙ୍କର ଏକ୍ଜାମ ଭଲ ଯାଇନି, ଚାହୁଁଛନ୍ତି ଯେ ମୁଁ ନା ଏମିନ୍ ଟା କରିବି ବୋଲି, ତ ଆପଣ ଏଇଠି ବି ଆପ୍ଲାଏ କରିପାରିବେ। ହଁ, ମେନ୍ ଜିନିଷ ଏଇଟା ମନେ ରଖିବେ ଯେ ଆପଣଙ୍କ ପାଖରେ ଆରଆଇ ଟ୍ରେନିଂ ରିକ୍ୱାର ଥିବାର, ମାନେ ସାର୍ଟିଫିକେଟଟା ଥିବାର ଅଛି, ଯାହାର ଆପଣ ଆରଆଇ ଟ୍ରେନିଂ କମ୍ପ୍ଲିଟ୍ କରିଛନ୍ତି। ଆର ବି ସେମିତି କିଛି ଫିଜ୍ ନାହିଁ। ଆର ବି ସେମିତି ରିଟେନ୍ ଟେଷ୍ଟ ହବ, ତାପରେ କମ୍ପ୍ୟୁଟର ଟେଷ୍ଟ, ପ୍ରାକ୍ଟିକାଲ ଏକ୍ଜାମିନେସନ। ପ୍ରାକ୍ଟିକାଲ ମାନେ କଣ, ଆପଣ ଦେଖନ୍ତୁ, ଏଇଟା ଗୋଟେ PDF ଦିଆଯାଇଛି, ଏଇଟା ଆପଣଙ୍କର ଗୋଟେ ଟେଷ୍ଟ। ଆପଣ କହିବେ ଏଇଟାକୁ ବଡ଼ କର, ଲେଖା ହେଇଥିବ, ଏ ସାଇଡରେ ଇନଷ୍ଟ୍ରକ୍ସନ ମାନେ ଥିବ, ଏ ସାଇଡରେ ଇନଷ୍ଟ୍ରକ୍ସନ ଦିଆ ହେଇଥିବ ଯେ ଆପଣଙ୍କୁ ଏଇ ଟେଷ୍ଟକୁ ଏମିତି ଚେଞ୍ଜ କରିବାର ଅଛି, ଏଇ ସାଇଜରେ କରିବାର ଅଛି। ସେଇଟା ହଉଛି ଆମ ପ୍ରାକ୍ଟିକାଲ ଟେଷ୍ଟ। ଆଉ ଟାଇପିଂ ଟେଷ୍ଟ ଆପଣ ଜାଣିଛନ୍ତି, ଆପଣଙ୍କ 40 ୱାର୍ଡସ୍ ପର ସେକେଣ୍ଡ ମିନିମମ୍ ରହିଥିବାର ଅଛି। ସରି, 40 ୱାର୍ଡସ୍ ପର ମିନିଟ୍ ମିନିମମ୍ ଥିବାର ଅଛି ଆପଣଙ୍କର, ଟାଇପିଷ୍ଟ ଆଉ ଷ୍ଟେନୋଗ୍ରାଫର ପାଇଁ। କ୍ଲର୍କର ସେ ସେ ଆପଣଙ୍କ ନୋଟିଫିକେସନ ଦେଖିନେବେ, ଡିଫରେଣ୍ଟ ଡିଷ୍ଟ୍ରିକ୍ଟର ଡିଫରେଣ୍ଟ ଥାଏ। ତ ସେଫ୍ ହେଉଛି ଆପଣ ଯଦି 40 ୱାର୍ଡସ୍ ପର ମିନିଟ୍ ଟାଇପିଂ କରିପାରୁଛନ୍ତି, ତ ଆପଣଙ୍କ ଭଲ। ଯଦି ନାହିଁ, ତ ପ୍ରାକ୍ଟିସ୍ କରିନିଅନ୍ତୁ। ଟାଇମ୍ ମିଳିବନି ଆପଣଙ୍କୁ ପରେ, ଆଉ ଯଦି ମିଳିଲା, ଆପଣ ବହୁତ କମ ଦିନରେ ଏତେ ଜଲ୍ଦି କରିପାରିବେନି। କଣ ପାଇଁ, ଏଇଟା କମ୍ପ୍ଲିଟ୍ ହବାକୁ 2-3 ମାସରେ ଆହାର ଭେକେନ୍ସିଟା କମ୍ପ୍ଲିଟ୍ ଫିଲ୍ଅପ୍ ହେଇଯାଏ। ଆପଣଙ୍କୁ ବେଶୀ ବି 2-3 ମାସ ମିଳିବ। ଏବେ ଆପଣ ଏଇ ମାସ ଆପ୍ଲାଏ କଲେ, ନେକ୍ସଟ ମନ୍ଥ ଆପଣଙ୍କର ଆଡମିଟ୍ କାର୍ଡ ଆସିବ, ତାର ନେକ୍ସଟ ମନ୍ଥ ଏକ୍ଜାମ ହବ, ତାର ନେକ୍ସଟ ମନ୍ଥ ଆପଣଙ୍କର ପ୍ରାକ୍ଟିକାଲ ଟେଷ୍ଟ ହେଇକି ଆପଣଙ୍କର ଲାଷ୍ଟ ବାହାରି ପଡ଼ିବ। ତ ଆପଣଙ୍କ ଟାଇମ୍ ରହିବନି। ତ ଯେତେ ଶୀଘ୍ର ପାରୁଛନ୍ତି ଫର୍ମ ଆପ୍ଲାଏ କରନ୍ତୁ, ରିଟେନ୍ ଟେଷ୍ଟ ପାଇଁ ପ୍ରିପେୟାର ହୁଅନ୍ତୁ, ତା ସହିତ ଏପଟେ କମ୍ପ୍ୟୁଟର ପ୍ରାକ୍ଟିକାଲ ଆଉ ଟାଇପିଂ ଟେଷ୍ଟ ପାଇଁ ପ୍ରିପେୟାର ହୁଅନ୍ତୁ। ଲାଷ୍ଟ ରହିବ ଆମର ଟେକ୍ନିକାଲ ନଲେଜ, ମାନେ ଆପଣ ଯାହା ଆମିନ୍ ପାଇଁ ଆପ୍ଲାଏ କରିଛନ୍ତି, ତ ତା ଆପଣଙ୍କର ଟେକ୍ନିକାଲ ନଲେଜ ନିଆହବ।
ଯେ ଆପଣ ସର୍ଭିସ୍ ସେଟଲମେଣ୍ଟ ସେଇଗୁଡ଼ାକ ବିଷୟରେ। ଆଉ ଭାଇବା ବସ୍ ମାନେ ଭାଇବା ଟେଷ୍ଟ ଗୋଟେ ହବ, ଡକୁମେଣ୍ଟ ଭେରିଫିକେସନ୍ ହବ। ଏ ଯୋଉ ପିଡିଏଫ୍ ଲିଙ୍କ ଏଇଟା ତାର ପିଡିଏଫ୍ ଲିଙ୍କ ଯାଇକି ଚେକ୍ କରିନିଅନ୍ତୁ। ଆଉ କଣ ସେଇ ସେମ୍ ମ୍ୟାକ୍ସିମମ୍ ଡିଷ୍ଟ୍ରିକ୍ଟର ସେମ୍ ଡକୁମେଣ୍ଟ ଥାଏ, ବୁଝିଲେ। ବେଶୀରୁ ବେଶୀ ହଁ ଆପଣ ଯୋଉ କହିଲେ ଯଦି ଦେଓଗଡ଼ ଡିଷ୍ଟ୍ରିକ୍ଟରେ ଦୁଇଟା ଷ୍ଟାମ୍ପ ମାନେ ଦୁଇଟା ଏନଭେଲପ ଦେବାକୁ ପଡ଼ିବ ସେଲ୍ଫ ଆଡ୍ରେସରେ, ସେଠି 60 रुपीज ଷ୍ଟାମ୍ପ ଥିବ। କେତେଟା ଡିଷ୍ଟ୍ରିକ୍ଟରେ ସେଟା 60 ବଦଳରେ 65 ଥାଏ, କେତେଟା ଡିଷ୍ଟ୍ରିକ୍ଟରେ ସେଟା 70 ଥାଏ। ଏମିତି ଭେରି କରେ ସେଟା। ଛୋଟ ଛୋଟ ଡିଟେଲ୍ସ ଆପଣ ଦେଖି ନେବେ। ଯଦି ମୁଁ ସେଟା କହିବାକୁ ଯିବି ଭିଡ଼ିଓ ଆଉ ବହୁତ ଲମ୍ବା ହେଇଯିବ, ତ ମୁଁ ଆଜି ଏତିକିରେ ହିଁ ଭିଡ଼ିଓଟା ଶେଷ କରୁଛି। ଅଲରେଡ଼ି 20 ମିନିଟ୍ସ ହେଇଗଲାଣି, ଆପଣ ବି ଦେଖିକି କହୁଥିବେ ବହୁତ ଲମ୍ବା ହେଇଗଲାଣି ସାର୍ ବୋଲି। ତ ଆଜି ଏତିକିରେ ଭିଡ଼ିଓଟା ସମାପ୍ତ କରୁଛି। ନେକ୍ସଟ କୌଣସି ଭେକେନ୍ସି ହେଲେ ଆପଣଙ୍କୁ ବହୁତ ଶୀଘ୍ର ମୁଁ ଜଣେଇଦେବି। ଏଇ ଭିଡ଼ିଓଟା ଟିକେ ବନେଇବାକୁ ଲେଟ୍ ହେଇଗଲା। ମୁଁ କେଉଁଝରର ସରି କେଉଁଝର କହୁଛି ଆପଣ, ହଁ କେଉଁଝର ଡିଷ୍ଟ୍ରିକ୍ଟରେ ବନେଇ ଛାଡ଼ି ସାରିଥିଲି ଅଲରେଡ଼ି। ବହୁତ 2 ଦିନ 3 ଦିନ ତଳେ ଜଲ୍ଦି କାଟି ଦେଇଥିଲି। ଏଇଟା ଟିକେ ବନେଇବାକୁ ଲେଟ୍ ହେଇଗଲା, ମୁଁ ଟିକେ ଅଲଗା ପ୍ରୋବ୍ଲେମ୍ ଫସାଇଥିଲି। ତ ଆପଣ ଦେଖିନେବେ ଭିଡ଼ିଓଟା। ଆଉ ଯଦି ବି କୌଣସି ପ୍ରୋବ୍ଲେମ୍ ଅଛି ଆପଣ କମେଣ୍ଟରେ କୁହନ୍ତୁ, ମୁଁ ପର୍ସନାଲି ଆପଣଙ୍କୁ ରିପ୍ଲାଏ ଦେବି। ଯୋଉଟା ବି ପ୍ରୋବ୍ଲେମ୍ ଅଛି ସାର୍ ନ ଭାବି ଗୋଟେ ବଡ଼ ଭାଇ ଭାବରେ ଆପଣ ପଚାରି ପାରିବେ ଯେ ସାର୍ ଭାଇ ଏଇଟା କେମିତି କରିବି, ଏଇଟା କେମିତି କରିବି। ଯାହା ବି ପ୍ରୋବ୍ଲେମ୍ ଛୋଟ ଛୋଟରୁ ବଡ଼ ଯାହା ବି ପ୍ରୋବ୍ଲେମ୍ ଅଛି ଆପଣ ମୋତେ କୁହନ୍ତୁ, ମୁଁ ଆପଣଙ୍କ ପ୍ରୋବ୍ଲେମ୍ର ସଲ୍ୟୁସନ୍ ଦେବି ଆପଣଙ୍କୁ, ବୁଝିଲେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଆପଣ ଯୋଉମାନେ ବି ନୂଆ ନୂଆ ଦେଖିଛନ୍ତି ଆପଣ ଜାଣିନଥିବେ ଯେ ଆମର ପୁରୁଣା ଚ୍ୟାନେଲଟା କଣ ହେଇଥିଲା, କଣ ପ୍ରୋବ୍ଲେମ ଥିଲା, ଛାଡ଼ ଯାହା ବି ହେଇଥିଲା ମତେ ସେ କିଛି ଆଉ କହିବାର ନାହିଁ। ବହୁତ କଣ୍ଟ୍ରୋଭର୍ସି ହେଇଥିଲା, ଛାଡ଼। ହଉ ଏଇ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅ। ଆଉ ଆଗକୁ ଯାହା ବି ଲେଟେଷ୍ଟ ଗଭର୍ଣ୍ଣମେଣ୍ଟ ସବୁ ଅପଡେଟ୍ ଆସିବ ମୁଁ ଆପଣଙ୍କୁ ଦେବି। ଆଉ ଯଦି ବି କୌଣସି ବି ଗଭର୍ଣ୍ଣମେଣ୍ଟ ଜବ୍ ଆପଣଙ୍କୁ ଡିଟେଲ୍ସ ଦରକାର ମୋତେ କମେଣ୍ଟରେ କହିଦିଅ, ମୁଁ ତାର ବି ଭିଡ଼ିଓ ବନେଇଥିବି କି କିଛି ବି ରିଲେଟେଡ୍ ଆପଣଙ୍କୁ କ୍ୱେରି ଅଛି ଆପଣ କମେଣ୍ଟରେ ଜଣେଇ ଦିଅନ୍ତୁ। ଆଉ ଏଇ ସବୁ ଲିଙ୍କ ଯୋଉ କେନ୍ଦ୍ରାପଡ଼ା ବା ଦେଓଗଡ଼ ବଲାଙ୍ଗୀର ସାର ଲିଙ୍କ ମାନେ ସବୁ ମୋ କମେଣ୍ଟରେ ଦେଇଥିବି, ଯାଇକି ଚେକ୍ କରିନେବେ। ରହିଲି, ଜୟ ଜଗନ୍ନାଥ।